ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆମେ ଏବେ ଆଜି ବ୍ଲଗ୍ର ସେକେଣ୍ଡ ଦିନରେ ଆମେ ବର୍ତ୍ତମାନ ଯାଉଛୁ ନୀଳାଦ୍ରି ବିହାର ଶିବ ମନ୍ଦିର। ଆଉ ସେଇଟା ବହୁତ ବଢ଼ିଆ ମନ୍ଦିର, ପାହାଡ଼ ଉପରେ ସେ ମନ୍ଦିରଟା ଅଛି। ସେ ମନ୍ଦିରକୁ ଆମେ ଯାଇକିରି ଦେଖୁଛୁ କେମିତି ଅଛି ସେ ମନ୍ଦିର, ଆପଣମାନଙ୍କୁ ଦେଖେଇବୁ। ଆଉ ଖରା ବି ନାହିଁ, ଅଳ୍ପ ଅଳ୍ପ କାଉଁଳିଆ ହେଇଛି। ଆମେ ବର୍ତ୍ତମାନ ସେ ଭଲ ପାଗ ଦେଇଛି, ଆମେ ଆସିଛୁ ବାପ ପୁଅ ବର୍ତ୍ତମାନ ମନ୍ଦିରକୁ। ଆସିଗଲା ମନ୍ଦିର ଗେଟ୍ ଖୋଲା ଅଛି। ଏ ମନ୍ଦିରଟି ବହୁତ ସୁନ୍ଦର ଅଛି। ଦେଖନ୍ତୁ ଗଛ ବୃକ୍ଷ ତା ମଝିରେ ମନ୍ଦିର ଗେଟ୍ଟି ମଧ୍ୟ ବହୁତ ସୁନ୍ଦର ହେଇଛି। ଦେଖନ୍ତୁ କେତେ ସୁନ୍ଦର ହେଇଛି ମନ୍ଦିରଟି। ଆମ ଓଡ଼ିଶାର ମନ୍ଦିର ସବୁ ବହୁତ ସୁନ୍ଦର, ଯିଏ ଯେଉଁଠି ବି ତିଆରି ହେଇଛି ବହୁତ ସୁନ୍ଦର କରାହେଇଛି, କାରୁକାର୍ଯ୍ୟ ବହୁତ ବଢ଼ିଆ ହେଇଛି। ଏଠି ହେଲା ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର, ଏଇଟା ଶ୍ରୀ ଶ୍ରୀ ଇଶାଣେଶ୍ୱର ମନ୍ଦିର। ଦେଖନ୍ତୁ ଇଶାଣେଶ୍ୱର ମନ୍ଦିରର ଦୃଶ୍ୟ ବହୁତ ସୁନ୍ଦର। ମନ୍ଦିର ପ୍ରାଙ୍ଗଣରେ ବୃନ୍ଦାବତୀଙ୍କୁ ମଧ୍ୟ ପୂଜା କରାଯାଉଛି। ଇଏ ହେଉଛି ଇଶାଣେଶ୍ୱର ମହାଦେବଙ୍କର ମୁଖ୍ୟ ମନ୍ଦିର। ଆମେ ମନ୍ଦିର ଭିତରକୁ ଯାଉଛୁ। ମନ୍ଦିର ଦୃଶ୍ୟ ଏମିତି ଥିଲା, ଆପଣ ଦେଖନ୍ତୁ। ଯେହେତୁ ଲେଟ୍ରେ ଆସିছে ପହଡ଼ ପଡ଼ିଯାଇଛି। କେଡ଼େ ବଡ଼ ଘଣ୍ଟି ଦେଖନ୍ତୁ। ଭଗବାନଙ୍କର ପହଡ଼ ପଡ଼ିଯାଇଥିଲେ ମଧ୍ୟ ଆପଣ ମନ୍ଦିର ଆସି ଭଗବାନଙ୍କ ପାଖ ଲୋକଙ୍କୁ ଦେଖା କରିଦେଲେ, ନମସ୍କାର କରି ତାଙ୍କ ପାଖରେ ଗୁହାରି ଜଣାଇଦେଲେ, ସେ ସବୁକିଛି ଆପଣମାନଙ୍କ ପାଇଁ ଜଣାଇ ଦିଅନ୍ତି। ବଢ଼ିଆ ମନ୍ଦିର ହେଇଛି, ଦେଖନ୍ତୁ କେତେ ବଢ଼ିଆ। ଆମ ଓଡ଼ିଶାରେ କାରୁକାର୍ଯ୍ୟ ବହୁତ ସୁନ୍ଦର, ଦେଖନ୍ତୁ କେତେ ବଢ଼ିଆ। ମନ୍ଦିରକୁ ଲାଗି ଯଜ୍ଞ କୁଣ୍ଡ ଅଛି, ଏଇଠି ଯଜ୍ଞ ହୁଏ। ଆପଣଙ୍କୁ ଗୋଟେ ଜିନିଷ ଦେଖେଇବୁ ଏବେ, ଆପଣ ଦେଖନ୍ତୁ କେମିତିଆ ଘଞ୍ଚ ଜଙ୍ଗଲ ଭିତରେ ମନ୍ଦିର ହେଇଛି, ପାହାଡ଼ ଉପରେ। ଆଉ ସେ ପାହାଡ଼ ଉପରେ ଦେଖନ୍ତୁ ଗୋଟେ ଜିନିଷ କେମିତି ଅଛି। ମୁଁ ତ ଫାଷ୍ଟ ଟାଇମ୍ ଦେଖିଲି, ଆଗରୁ ଦେଖିନଥିଲି ଏମିତି। ଚାଲନ୍ତୁ ପୁରା ଜଙ୍ଗଲ, କିଟମିଟି ଜଙ୍ଗଲ। ଦେଖନ୍ତୁ ପୁରା ଜଙ୍ଗଲ ଭିତରେ ପାହାଡ଼ ଉପରେ ମନ୍ଦିର। ଆମେ ବୁଲୁଛୁ, କେତେ ଦୁଇଟା ତିନି ଚାରିଟା ମନ୍ଦିର ଅଛି ଆ ଭିତରେ। ବଢ଼ିଆ ବଢ଼ିଆ ମନ୍ଦିର ହେଇଛି। ଆଉ ଏଠି ବିଶେଷ କରିକି ଭୋଜି ଭାତ ମଧ୍ୟ ହୁଏ, ବାହାଘର, ବ୍ରତଘର, ଆଉ ଯେତେ ଫଙ୍କସନ୍, ନିର୍ବନ୍ଧ ପ୍ରାୟତଃ ଏଇଠି ହୁଏ।
ପୁଅକୁ ଦେଖନ୍ତୁ ସେ କ'ଣ କରୁଛି ଦୁଷ୍ଟ କାମ ତାର ଗଳି ପଡ଼ିବ ରେ ନା ଗଳି ଛୋଟ ପିଲା ବେଳେ କ'ଣ କ'ଣ ସବୁ ହଏ ଦେଖନ୍ତୁ ଆମେ ବି ଛୋଟ ହେଇଥିଲୁ ଆମେ ବି ଏମିତି କରୁଥିଲୁ ମଜା କି ତମର କେତେ ଲୋକ ରହୁଛ ବାବା ମାମା ସବୁ ରହୁଛନ୍ତି ଏମିତି ଥିଲା ମନ୍ଦିରର ଦୃଶ୍ୟ ଏଇଠି ଭୋଜି ଭାତ ୟା ଭିତରେ ହଏ ସବୁ ପ୍ରସାଦ ସେବନ କରାଯାଏ ଏଠି କ'ଣ ଭାଇନା ଡେଲି ପ୍ରସାଦ ହେଉଛି ନା ଏମିତି ଅର୍ଡ଼ର ଦେଲେ ଅର୍ଡ଼ର ହେଲେ ହଁ ହଁ ଆଜ୍ଞା ଆଜ୍ଞା ଆରେ ଆରେ ଓହୋ ମାନେ ଆଣ୍ଠୁ ପେନ୍ ହେଉଛି ବୋଲି ଆସୁନାହାନ୍ତି ନାଇଁ ପ୍ରାୟ ଲୋକଙ୍କର ହଁ 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 ଯେଉଁଠି ହଁ ସବୁଆଡ଼େ ତ ପ୍ରସାଦ ହେଇଗଲାଣି ଆଉ ହଁ କିନ୍ତୁ ଏଠି ବହୁତ ବଢ଼ିଆ ଜାଗା ହେଇଛି କିନ୍ତୁ ଟିକେ ଲୋକ ଆସିବା କମିଯାଉଛି ଆଉ ଉଠାଣଟା ହେଉଛି ଉପରେ ହେଇଯାଉଛି ହଁ 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 ନିଶ୍ଚୟ ନିଶ୍ଚୟ ଆଜ୍ଞା ଆଜ୍ଞା ହଉ ଧନ୍ୟବାଦ ଆଉ ଆମେ ଏବେ ଚାଲିଲୁ ଘରକୁ ଯିବା ଠାକୁର ତ ଆମେ ଅବେଳାରେ ଆସିଲୁ ଦର୍ଶନ କରିପାରିଲୁନି ଯାହା ବି ହଉ ଠାକୁରଙ୍କୁ ଟିକେ ମୁଣ୍ଡିଆ ମାରି ବର୍ତ୍ତମାନ ଆମେ ଚାଲିଲୁ ମଜା ଆଉ ନା ଆପଣମାନେ ମନ୍ଦିରର ଦୃଶ୍ୟ ଦେଖିଲେ କେମିତି ଲାଗୁଛି କ'ଣ କରୁଛି ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ ଭଲ ଅଛି କି ନ ଅଛି ଏମିତି ଥିଲା ଏ ମନ୍ଦିରର ଦୃଶ୍ୟ ଆଜିର ସେକେଣ୍ଡ ବ୍ଲଗରେ ମନ୍ଦିରର ଦୃଶ୍ୟ ଆପଣମାନେ ଦେଖିପାରିବେ ଏଠି ଆମ ଗାଡ଼ି ଅଛି ବର୍ତ୍ତମାନ ଆମେ ଗାଡ଼ିରେ ବସି ଘରକୁ ଯିବୁ ଶେଷରେ ମୁଁ ଗୋଟେ କଥା କହିବି ମୋ ଚ୍ୟାନେଲକୁ ଯେଉଁମାନେ ଦେଖୁଛନ୍ତି ପ୍ଲିଜ୍ ଆପଣମାନେ ମୋତେ ସପୋର୍ଟ କରନ୍ତୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ କରନ୍ତୁ ଏବଂ ସେୟାର କରିଦିଅନ୍ତୁ ମୁଁ ନୂଆ ନୂଆ ଭିଡ଼ିଓ କରୁଛି ତେଣୁ ଆପଣମାନଙ୍କୁ ଅନୁରୋଧ ସେୟାର ସବସ୍କ୍ରାଇବ୍ କରନ୍ତୁ ଜୟ ଜଗନ୍ନାଥ ରହିଲି ନମସ୍କାର